अरे साउंड कम करो। हेलो हेलो आज सांबादिक सम्मेलन रे आपण मन को स्वागत करूछु। आज ये सम्मेलन बहुत ही आवश्यक अमानवीय घटना होछि मनुष्य विरोधी एभलिया कथा है जाजपुर जिलार पालटपुर पंचायत प्रथम बुझाइबी आपण सेठिकार सरपंच आमर जड़े एक्टिव युवक चंद्रशेखर साहू कठू दुई जन आपण शुणवे तार कह जेहेतु मुझे अंचल जाइली गाँ गाँ बुली जो माने एफेक्टेड परिवार से मन को देखा करी से बहुत बड़ इश्यू आम टेकअप कर तारी उपरे प्रथमे सरपंच दीपक कह चंद्र तार उपरे विवरण कर सरपंच तो नाम लिपिका मलिक पालटपुर सरपंच कैंसर किडनी रोग मृत्युवरण कर सारे 2022 निर्वाचित मात्रा मृत्युवरण करते आम तो जापर यार समस्या कौन होता आम प्रति निर्धारण कलेक्टर भेटिक जनाऊँ कि आमर कैंसर किडनी लोक कौन मृत्युवरण कर बहुत थर देला भी जदि सीडीएम थे आसिक इनक्वारी करते इनक्वारी कला किसी भी रिपोर्ट करके आसी नथिला बहुत थर सक्सेस आंदोलन करने पानी जानवर पानी समस्या जानवर चाहिए प्रत्येक विभाग कि राज्यपाल को भेटिकी सब प्रकार पटे जो कथा होती मुह बंद रखु ना बाहर को जान पहुंचला तो आमर किछिटा काम होउछे संपूर्ण भाव काम जदि सार द्वारा संभव हम किसी भी नहीं कर चंद्र साहू कह नमस्कार जिला प्रशासन राज्य प्रशासन चिंता समस्या समाधान करें दुख समस्या
ଆମେ ଏବେ ଜଣେ ସନ୍ଦେଶ ପ୍ରଦାନ କରୁଛୁ କାଳେ ସେମିତି ଥିବ ନାହିଁ ତ ଆମେ ସମସ୍ତେ ଏକାଠି ହେଇକି ଆମର ସମସ୍ୟା ରହିଛି ଆମେ ଆପଣଙ୍କ ସମସ୍ତେ ଯାହା ଆପଣଙ୍କୁ ଆଉଥରେ ମଧ୍ୟ ପଞ୍ଚାୟତ ତରଫରୁ ଜିଲ୍ଲା ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦଉଛୁ। ଆମ ବାଲେଶ୍ୱର ପଞ୍ଚାୟତରେ ବର୍ତ୍ତମାନ 2011 ଲୋକ ରହିଛନ୍ତି ଏବଂ ଆମର 5ଟି ରାଜସ୍ୱ କାମ ରହିଛି। এই 5ଟି ରାଜସ୍ୱ କାମରେ ଗତ 10 ବର୍ଷ ପାଖାପାଖି 120 ଜଣ କ୍ୟାନ୍ସର ଏବଂ ବିଭିନ୍ନ ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ଦୁଃଖର ବିଷୟ ବର୍ତ୍ତମାନ ମଧ୍ୟ ପାଖାପାଖି 20ରୁ ଅଧିକ ରୋଗୀ ବିଭିନ୍ନ ମେଡିକାଲ ଏବଂ ଘରୋଇ ଚିକିତ୍ସାରେ ବର୍ତ୍ତମାନ ରହିଛନ୍ତି। ଯାହାଫଳରେ ବିଭିନ୍ନ ଖବରକାଗଜ ବିଭିନ୍ନ ଟିଭିରେ ଖବର ବାଜିବା ପରେ ଜିଲ୍ଲା ପାନୀୟ ଜଳ ଯୋଜନା ନଳକୂପ ଗୁଡାକ ନମୁନା ସଂଗ୍ରହ କରାଯାଇଥିଲା 827 ନମୁନା ସଂଗ୍ରହ କରାଯାଇଥିଲା ଯେଉଁଥିରେ 26 ସୁଦ୍ଧା 160 ନମୁନା ସଂଗ୍ରହ ରିପୋର୍ଟ ଆସିଥିଲା। 160 ରିପୋର୍ଟରୁ 90ଟି ରାସାୟନିକ ଯୁକ୍ତ ପାଣି ବାହାରିଥିଲା ଯେଉଁଥିରେ ପାଖାପାଖି 60% ନଳକୂପ ରାସାୟନିକ ଯୁକ୍ତ କ୍ୟାଡମିୟମ ମାଙ୍ଗାନିଜ ଆୟୋଡିନ ଭଳି ବିଷାକ୍ତ ନମୁନା ରହିଥିଲା ଏବଂ ଯେଉଁଥିରେ ଆପଣମାନେ ଦେଖିପାରୁଥିଲେ ଦୀର୍ଘଦିନ ପାଣି ଯୋଉ ବ୍ୟବହାର କରାଯାଉଛି ମାଣ୍ଡିଆ ଏବଂ ବାଲ୍ଟିର ଅବସ୍ଥା ଦେଖିପାରୁଥିଲେ। ଏଇଟା ହଉଛି ଆମର ଆକ୍ୱାଗାର୍ଡର ଦୀର୍ଘ 2-3 ମାସ ଧରି ବ୍ୟବହାର କରିବା ଫଳରେ ପାଖାପାଖି 1.5 ଇଞ୍ଚର ମଳିତା ଜମା ହେଇଯାଉଛି ଯାହାକି ସାଧାରଣ ଲୋକ ସମସ୍ତେ ଆକ୍ୱାଗାର୍ଡ ଲଗେଇଛନ୍ତି ବା ସ୍ୱଚ୍ଛ ପାଣି ପିଇବା ସମ୍ଭବ ନୁହଁ ଯୋଉଟାକି ସାଧାରଣ ଲୋକ ଦୀର୍ଘ ବର୍ଷ ଧରି ସେମାନେ ପିଉଛନ୍ତି। ଯେଉଁଥିରେ ବିଭିନ୍ନ ସମୟରେ ରୋଗ ଆକ୍ରାନ୍ତରେ ଆମର ପରିବାର ମାନେ ଅଧା ବୟସରେ ଅକାଳରେ ଜୀବନ ଯାଇଛି। ସ୍ୱାମୀ ସ୍ତ୍ରୀ ମାତ୍ର 6 ମାସ ଭିତରେ ବାପ ପୁଅଙ୍କର ଜୀବନ ଯାଇଛି। ଯେଉଁଥିରେ ଯୋଉ ମା ଅସହାୟ ମାଟି ମାତ୍ର 2,000 ଟଙ୍କାର ସଉଦା କିଣି ତା ଘରେ ଦୋକାନ ଚଳୁଛି ଯାହାକି 10 କୋଟି ଟଙ୍କା ଲାଭ ମଧ୍ୟ ବାହାରୁ ନାହିଁ ଯୋଉଟା ଦେଖିଲେ ମଧ୍ୟ ଆପଣ ସାର୍ ମଧ୍ୟ ଯାଇଥିଲେ ତାଙ୍କ ପରିବାରକୁ ଭେଟି ମଧ୍ୟ ପ୍ରତିଶୋଧ ମଧ୍ୟ ଦେଇଛନ୍ତି ଏବଂ ଆମ ସ୍ୱାମୀ ସ୍ତ୍ରୀ ଜଣେ ଯୁବତୀ ଭାଗିରଥୀ ସେ ମଧ୍ୟ ଗତ 21 ଦିନ ସେମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ ସ୍ୱାମୀ ସ୍ତ୍ରୀଙ୍କ ଏବଂ ବହୁ ଯବାନ ମୃତ୍ୟୁବରଣ କରିଛନ୍ତି। ସିଆରପିଏଫର ଯବାନ ଓ ବିଭିନ୍ନ ଯୁବକ ମାନେ 21 ବର୍ଷ 30 ବର୍ଷ 40 ବର୍ଷର ଯୁବକ ମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜଣେ ଅସହାୟ ଅବସ୍ଥାରେ 2 ଝିଅ ଅଛି ତାଙ୍କ ମା ଜଣେ ମଧ୍ୟ ଚାଲିଗଲେ ସୁରକ୍ଷା ମଧ୍ୟ ସବୁଠାରୁ ଦୁଃଖ କଥା ଆମର ବାଲେଶ୍ୱର ପଞ୍ଚାୟତରେ 4ଟି ନଳକୂପର ଉତ୍ସ ରହିଛି। ଯୋଉ ନଳକୂପ ବର୍ତ୍ତମାନ ଗୋଟିଏ ମାତ୍ର ଚାଲୁଛି 3ଟି 2019 ଠାରୁ ପକାଇ ରହିଛି କିନ୍ତୁ ଦୁଃଖର ବିଷୟ 2022 ମସିହାରେ ବସୁଧା ଯୋଜନା ରାଜ୍ୟ ସରକାର ସମସ୍ତ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଗଲା ଆମକୁ ମାନେ ପଞ୍ଚାୟତରେ ବୋର୍ଡ ଲଗାଗଲା ସମସ୍ତ ଘରେ ପାଇପ୍ ପଡ଼ିଯାଇଛି। ନବୀନ ପଟ୍ଟନାୟକ ଖୁସିରେ ଅଛନ୍ତି ଖୁସି ବ୍ୟକ୍ତ କରିଛନ୍ତି ସମସ୍ତ ଘରେ ପାଣି ପହଞ୍ଚିଗଲା। ଦୁଃଖର ବିଷୟ 3ଟି ପ୍ରକଳ୍ପ ରହିଛି ଯୋଉ ପ୍ରକଳ୍ପରେ ଆରମ୍ଭ ହେଇନାହିଁ। ଆମେ ଏସବୁ ସମସ୍ୟାରେ 2021 ମସିହାରେ ମଧ୍ୟ ବ୍ଲକ ସ୍ତରରେ ଧାରଣା ବସିଥିଲୁ 24 ମସିହାରେ ବସିଥିଲୁ 22 ମସିହାରେ ବସିଥିଲୁ 24-24 ବର୍ଷରେ ମଧ୍ୟ ପ୍ରକଳ୍ପ ଆରମ୍ଭ ହୋଇପାରୁନଥିଲା। ସେସବୁ ସମସ୍ୟା ଭିତରେ ବାରମ୍ବାର ଲଢ଼େଇ କରିଥିଲୁ ଏମିତି ସଫଳ ହୋଇନଥିଲା ଏବଂ କେଉଁମାନେ ସବୁ ମୃତ୍ୟୁବରଣ କରୁଛନ୍ତି କେଉଁ ବର୍ଷ କରୁଛନ୍ତି ତା କେତେ ବର୍ଷ ଆମେ ମଧ୍ୟ ଗୋଟେ ତାଲିକା ପ୍ରସ୍ତୁତ କରୁଛୁ ଯେଉଁଥିରେ ସମସ୍ତ ତଥ୍ୟ ରହିଛି। ଆମେ ମଧ୍ୟ ଏ ବିଷୟରେ ମଧ୍ୟ ରାଜ୍ୟପାଳ ରଘୁବର ଦାସ ତାକୁ ମଧ୍ୟ ଭେଟିବି ପୂର୍ବସ୍ଥ ସମୟରେ ତାକୁ ମଧ୍ୟ ଭେଟିଥିଲୁ ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ସେ ମଧ୍ୟ କୌଣସି ସମାଧାନ ଦେଇପାରିଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଆମ କଥା ବାରମ୍ବାର ଅସୁବିଧା କଲା ସେ ଅଭିଯୋଗ ଶୁଣାଣିରେ ମଧ୍ୟ ଧାରଣା ବସିଥିଲୁ ସେ ମଧ୍ୟ ସମାଧାନ ଦେଇପାରିବେ। ଏସବୁ କଥାରେ କିଛି ମାତ୍ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମ ଜିଲ୍ଲାରେ
ମୁଖ୍ୟ ଥିଲେ ଚିକିତ୍ସା ଅଧିକାରୀ ସେ ମଧ୍ୟ ଟିକେ ତଦନ୍ତରେ ଯାଇଥିଲେ ସେ ମଧ୍ୟ ତଦନ୍ତ ପାଠ ପଢା ଏମିତି ସଂଘର୍ଷରେ ଆମର ପାଲପୁର ପଞ୍ଚାୟତ ଚାଲିଛି ଏବଂ ସେଇ ସଂଘର୍ଷରେ ଆମର ସରପଞ୍ଚ ବିଶିଷ୍ଟ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଆମକୁ ସହଯୋଗ କରୁଛନ୍ତି ଏଠି ବସିବାର ଏବଂ ଆମର ସମସ୍ତେ ଜାଣିବାର ଆପଣଙ୍କୁ ସବୁଥିରେ ସୁଯୋଗ ଦେଇଛନ୍ତି ଆମେ ସାର୍ଙ୍କ ନିକଟରେ ଦାବି ରଖିଥିଲୁ ଏବଂ ଗୋଟେ ଦାବିପତ୍ର ମଧ୍ୟ ସାର୍ଙ୍କୁ ଦେଇଥିଲୁ ଏବଂ ପଞ୍ଚାୟତରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ଯେମିତି କାରଣ ଦୀର୍ଘ ଦିନ ହେବ ପାଣି ଯୋଉ ପିଇଛନ୍ତି ସେମାନେ ମଧ୍ୟ ତାଙ୍କ ଦେହରେ କଣ ରୋଗ ରହିଛି ଆମେ ତ ଜାଣିପାରୁ ବାହାରିଲା ବେଳକୁ ସେଟା ମାଷ୍ଟେଜ ହେଇଯାଉଛି ତେଣୁ ସାର୍ଙ୍କ କତରୁ ଆମେ ଦାବି ରଖିଥିଲୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ ଏବଂ ସମସ୍ତଙ୍କର ସେବା ପାଇଁ ଯୋଗାଇ ଦିଆଯିବ ଏବଂ ଅସହାୟ ପରିବାରକୁ କେମିତି ସରକାରୀ ସୁବିଧା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଯେଉଁ ରୋଗୀମାନେ ଅଛନ୍ତି ତାଙ୍କୁ ସହଯୋଗ କରିବା ପାଇଁ ଦାବି ରଖିଥିଲୁ ଆମେ ଆଶା କରୁଛୁ ସାର୍ ଆମେ ଲଢ଼େଇ ଯେଉଁ ଭରସା ଦେଇଛନ୍ତି ଏବଂ ବିଶ୍ୱାସ ଦେଇଛନ୍ତି ଆଶା କରୁଛୁ ଆମେ ଶୀଘ୍ର ସମସ୍ତ ସାର୍ ସହାୟତା କରିବେ ଏବଂ ଲଢ଼େଇରେ ଆମକୁ ସହଯୋଗ କରିବେ ଆଜି ଆମର এই যে প্রসঙ্গ রাজ্যের উঠিপারিଛି ସାରଙ୍କୁ ଏବଂ ଆମ ଜିଲ୍ଲା ସଭାପତି ପାଖକୁ ଯାଇ ଆମର এই ପ୍ରସଙ୍ଗରେ ମଧ୍ୟ ଥିଲା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଭୁ ଭାଇ ଅଛନ୍ତି ଏବଂ ଆମର ଅନ୍ୟ ସହଯୋଗୀମାନେ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ କରୁଛୁ ଏବଂ ଆଉଥରେ ନମସ୍କାର ଜଣାଇ ଆମର ମୋର ବକ୍ତବ୍ୟ ଶେଷ କରୁଛୁ ସମସ୍ତଙ୍କୁ ନା ବର୍ତ୍ତମାନ ବର୍ତ୍ତମାନ ସୁଦ୍ଧା ଆମେ ତ ଜାଣିନୁ সমস্যা ଅଛି কিন্তু যেহেতু নমুনা পরীক্ষা ହେଇଛି ପାରାଦୀପର ସମସ୍ୟା ହିଁ ପ୍ରଥମ ବାହାରିଛି ପ୍ରମୁଖ କାରଣ ଆମେ ଯେତିକି ଅନୁଭବ କରୁଛୁ ସିଡିଏମ ଯାହା କରିବା କଥା ଏବଂ ପାନୀୟ ଜଳ ବିଭାଗ ଯାହା କରିବା କଥା ଯୋଉ ଗଭୀର ନଳକୂପ ସରକାରଙ୍କର ସେଗୁଡାକ ମୋଟାମୋଟି ଠିକ ରହିଛି ଗୋଟେ ଦୁଇଟି ଖରାପ ଅଛି ଯୋଉଟା ବ୍ୟକ୍ତିଗତ ନଳକୂପ ରହିଛି 60 ଫୁଟ 70 ଫୁଟ 80 ଫୁଟ ଯୋଉ ନଳକୂପ ଗୁଡାକ ରହିଛି ସେଗୁଡାକ ପାଖାପାଖି 60-70 ଭାଗ ନଳକୂପ ଏମିତି ରାସାୟନିକ ପଦାର୍ଥ ବାହାରୁଛି। ଠିକ ଅଛି ଆପଣ ମାନେ ଶୁଣିଲେ ସେ ବିଶଦ ଭାବରେ ଆପଣ ସାଙ୍ଗରେ କଥା ହେଇଛନ୍ତି କଥା ଆରମ୍ଭ ହେଇଛି 2018 ଆଜି 2018 2026 ହେଇଗଲା ପ୍ରତିବର୍ଷ ସେମାନେ ଆନ୍ଦୋଳନ କରିଛନ୍ତି କେବେ ଧାରଣା କେବେ ଅନଶନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ସେ ଲିଷ୍ଟ ତାଙ୍କ ପାଖରେ ଅଛି 120 ଜଣ ମୃତ୍ୟୁବରଣ କଲେଣି କିଡନୀ ଆଉ କ୍ୟାନ୍ସର ବେମାରୀ 20 ଜଣ ଏବେ ଆକ୍ରାନ୍ତ ହେଇକି ହସ୍ପିଟାଲାଇଜ ଅଛନ୍ତି ଏ ବିମାରୀର ଏତେ ବର୍ଷ ଧରିକି ଲୋକେ ଲଢିଲା ପରେ ବି ବିଗତ ସରକାର ସ୍ୱଚ୍ଛ ପାଣି ଦେବା କଥା କହୁଥିଲେ ଏ ସରକାର ମଧ୍ୟ ସ୍ୱଚ୍ଛ ପାଣି ଦେବା କଥା କହିକି ଆସିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ୟାକୁ ଧ୍ୟାନ ଦେଇନାହାନ୍ତି ଲୋକେ ଆପତ୍ତି ଅଭିଯୋଗ କଲେ ଟିକେ ଆକ୍ଟିଭ ହେଇଯାଉଛନ୍ତି ତାପରେ ସେ ପ୍ରୋଜେକ୍ଟ ଗୁଡାକ ପତନ ହେଇଯାଉଛି ଯଦି ପାଣି ସପ୍ଲାଏ ଟେପ୍ ୱାଟର ସପ୍ଲାଏ କାମ ଚାଲିଥାନ୍ତା ନଦୀରୁ ପାଣି ନେଇକିରି ପାଣି ଯୋଗାଇବା କାମ ଯଦି ଚାଲିଥାନ୍ତା ତାହେଲେ ଏସବୁ ହୁଅନ୍ତା ନାହିଁ ଆପଣମାନେ ଦେଖିଥିବେ ଯାଜପୁରରୁ ହଜାର ମାନେ କେମିତି ସ୍ପ୍ରେଡ୍ କଲେ ଏଠି ଦୁଇଟି କଥା ମୁଁ ଯାଇଥିଲି ଯାହା ଦେଖିଲି ଲୋକଙ୍କ ଘରେ ଯୋଉଟା ଡିପ୍ ବୋରୱେଲ କରାହେଇଛି 200 ଫୁଟ ତଳକୁ ଖୋଲା ହେଇଛି ସେଇ ପାଣି ଯୋଉ ତଳୁ ଆସୁଛି ସେଇ ପାଣିରେ ମିନେରାଲ କଣ୍ଟେନସନ ନାହିଁ କିନ୍ତୁ ଯୋଉ ପାଣି 10 ଫୁଟ 15 ଫୁଟ 20 ଫୁଟ ଭିତରେ ହେଇଛି ସେ ପାଣି ଯୋଉମାନେ ବ୍ୟବହାର କରୁଛନ୍ତି ସାଧାରଣତଃ ପ୍ରାଇଭେଟ ୱେଲ ଗୁଡାକ ଯୋଉଟା ହେଇଛି ଘରେ ଘରେ ପ୍ରାଇଭେଟ ୱେଲ 10,000 12,000 ଟଙ୍କା ଖର୍ଚ୍ଚରେ ଗୋଟେ ପ୍ରାଇଭେଟ ୱେଲ ହଉଛି ପାଣି ଯେହେତୁ ସମୁଦ୍ରକୁ ଲାଗିକି ଯୋଉ ଯେତେ ଲୋ ଲ୍ୟାଣ୍ଡ ଏରିଆ ଅଛି ମାନେ ଉପକୂଳବର୍ତ୍ତୀ ଏରିଆରେ ପାଣି ତଳେ ହିଁ ମିଳେ ବହୁତ କମ ଫିଟରେ ମିଳିଯାଏ
मोट जनसंख्या होची पंचायत पालटपुर 6841। राजस्व ग्राम होची 5टी पालटपुर, मुरारीपुर, नीलकंठपुर, बिंधाणीपुर, षाठीबाटी। एटा विगत 10 वर्ष जो फिगर है 120 लोक मृत्यु, 20 जन वर्तमान आक्रांत। परीक्षा 827 टी नलकूप रु सैंपल निया जायଥିଲା। से भर 42 टी नलकूप नमूना मिल नथिला। बाकी लैबोरेटरी रू जो आसिला रिपोर्ट से 160 टी रिपोर्ट आसिला। से भर 90 टी ट्यूबवेल 90 टी ट्यूबवेल रे जो पदार्थ बाहर रासायनिक पदार्थ पानी रू सेटा होची आर्सेनिक, लीड, कैडमियम, मैंगानीज, आयरन भलिया विषाक्त पदार्थ बाहर। मुझे जाइए देखिली 5टा घरे बकेट रे एवं माठिया रे जो पानी रखुंट अल्प समय गला परे सेटा लाल हो जाଉଛି। नुआ बाल्टी भी नहीं कि जीवा पर सेटा लाल हो जाଉଛି। माने मनुष्य देह भीतर कौन होतो से पानी की व्यवहार कला से पानी रे खाद्य रोषेई करी खाउथबे सेटा कोन होतो। विभिन्न फूड नहीं कि तैयारी कर खाउथबे सेटा कोन होतो। असहाय अवस्था रे स्वामी स्त्री मरिछंती, बेकार यूथ युवक मरिछंती, झियो माने मरिछंती। एमिति समस्त घर ए चित्र जो देखौथिले केते लोक मरिछंती से चित्र भी से आपण मान को देखौथिले। माने एभलिया दुखर कहानी ठीक से फोटो गुड़ा देखे। हाँ हाँ एमाने मृत्यु होइथिबा परिवार गुड़ा विभिन्न प्रकार आलोचना हेछि पदक्षेप निया जिबा पाई, किंतु एबे पर्यंत समाधान बाहरी पारि ना। पर पीवा पानी गोटे एते बड़ समस्या, एते लोक मरिबा समस्या को समस्या बोली देखा जाए ताहले केमती हबो आपण माने विचार करंतु। आपण मानकर जरिया रे आमे सरकार को मु परदिन सेठू जाइथिली स्वास्थ्य मंत्री को फोन करी मु कहिथिली नेसेसरी मेजर्स पाई। गतकाली कलेक्टर डाकिथिले मानकु समस्त को एवं विभागीय डिस्ट्रिक्ट विभागीय ऑफिसर मान को सेठी आलोचना करिसंती। मासे भितरे टेप वाटर देवा पाई से निर्देश दैछंती। आज खबर कागज मु गोटे पढुथिली मासे भितरे टेप वाटर जोगे दिया जिवा पाई निर्देश दैछंती। नहले विहित कार्यानुष्ठान जो माने इन्वॉल्व अछंती सेमानकर विरुद्ध रे करे बोली कलेक्टर कहिसंती। ए इशू को तुरंत राज्य सरकार समाधान करू। जोठी पानी रही जाइछि टेप वाटर आसी पारि नहीं तुरंत आनिकरी टेप वाटर रे पानी जोगे दियंतु। किंतु सबुठु एसेंशियल हैला जे सबु से पंचायत रो समस्त लोकंकर मेडिकल टेस्ट करेबार दरकार अछि। तांकर फुल बॉडी चेकअप केते केते एफेक्टेड अछंती वर्तमान चेकअप कले तांकु बंचा जाई पारिबो, नहले सेमानकर मृत्यु होई जिवो। अधिकांश लोक मरी एवं भी से पानी को व्यवहार करछंती लोक। हेल्थ विभाग करूछि कोन तांकु जाई सचेतन करबा कथा। पानी सप्लाई विभाग करूछि कोन, पानी सप्लाई मंत्री कोन करूछंती, मुख्यमंत्री एगुडा को रिव्यू करिवे कि। स्वास्थ्य एवं पानी सप्लाई पर मुख्यमंत्री कहीं रिव्यू करेंगे ना। केबे सुधा मुख्यमंत्री
রিভিউ করিবে। ইট ইজ মানব মানে হ্ୟୁମାନ কনସର୍ନ। ଆଧୁନିକ ଭାରତବର୍ଷରେ ପିଇବା ପାଣିରେ ବିଷାକ୍ତ ପାଣି ପିଇକି ଲୋକ ମରିବେ କାହିଁକି? ସରକାର ଜବାବଦାୟୀ ନୁହଁ କି? ସରକାର ସମ୍ପୂର୍ଣ୍ଣ ଭାବରେ ଜବାବଦାୟୀ ହେବା କଥା। ଯଦି ଏସେନ୍ସିଆଲ ପାଣି ଟିକେ ଦେଇପାରୁନ ତମେ ବିକଶିତ ଭାରତ ବର୍ଷ କେମିତି କରିବ ଭାଇ? ତୁମେ ଯଦି ଏପିଡେମିକ ଭଳିଆ ଯଦି ଲୋକ ସବୁ ଆକ୍ରାନ୍ତ ହେଇଯାଇଛନ୍ତି, କାଲି ତାଙ୍କର ଭବିଷ୍ୟତ ମୃତ୍ୟୁ ମୁଖରେ ଦେଖାଯାଉଛି, ତୁମର ଚେକଅପ ବି କରେଇ ପାରିବନି, ହେଲ୍ଥ ଚେକଅପ ବି କରେଇ ପାରିବନି, ତ କଣ କରିବ ଭାଇ? କଣ ହବ ତମର ଦ୍ୱାରା? ତେଣୁ ଆମେ ଫଣ୍ଡାମେଣ୍ଟାଲ କ୍ୱେଶ୍ଚିନ୍ ଉଠେଇଛୁ। ଆରେ ଏଭଳିଆ ସେନ୍ସିଟିଭ ଇସ୍ୟୁରେ ଅତୀତରେ ବହୁତ ଲଢ଼େଇ ହେଇଛି। ବର୍ତ୍ତମାନ ସେ ପଞ୍ଚାୟତର ଲୋକମାନେ ଲଢୁଛନ୍ତି। ଆମ ସାଙ୍ଗରେ ସେଦିନ ଯାଇଥିଲୁ, ହଠାତ୍ ଲୋକମାନେ ଜମା ହେଇଗଲେ, କିଏ ଦେଖି ଆସିଛନ୍ତି ବୋଲିକିରି। କମ ସେ କମ 500 ଲୋକ ସେଇଠି ଜମା ହେଇଗଲେ। ସମସ୍ତେ ହାହାକାର ହେଇକରି ସ୍ତ୍ରୀ ଲୋକମାନେ ସବୁ କହୁଥିଲେ। ସମସ୍ତଙ୍କର ଇଣ୍ଟରଭ୍ୟୁ ଆମେ ନେଇଛୁ। ଏ ଛୋଟିଆ ସେନ୍ସିଟିଭ ଇସ୍ୟୁ ବୋଲି ଭାବୁଥିବେ ସରକାର। ଏହା ଉପରେ ପ୍ରଧାନମନ୍ତ୍ରୀଙ୍କୁ ବି ପ୍ରଶ୍ନ ପଚରା ଯାଇପାରେ। ମୁଖ୍ୟମନ୍ତ୍ରୀ ତ କାଠଗଡରେ ଠିଆ ହେଇଥିବେ। ଫଣ୍ଡାମେଣ୍ଟାଲ କ୍ୱେଶ୍ଚିନ୍ ହଉଛି, ତମେ ପିଇବା ପାଣି ଦେଇପାରୁନ, ତମେ ଆଉ କଣ ଦେବ? କି ବିକାଶ ଦବ? ତମର ହଜାର ହଜାର ଲକ୍ଷ ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟର କି ମୂଲ୍ୟ ଅଛି? Why you are shouting like madman? ତମ ପାଗଳ ଭଳିଆ ପ୍ରଳାପ କଣ କରୁଛ? ତମ ଲୋକ ତ ପିଇବା ପାଣି ଦେଇପାରୁନ ମରୁଛନ୍ତି, ବିଷାକ୍ତ ପାଣି ପିଇକି ମରୁଛନ୍ତି, ବିଷାକ୍ତ ମଦ ପିଇକି ମରୁଛନ୍ତି। ଠିକ ସେଇଭଳିଆ ଗୋଟେ ସମସ୍ୟା ହେଇଛି କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର କାଉଡି ସାନ କାଉଡି ଗାଁରେ 400 ମହିଳା ବିଧବା ହେଲେଣି ଗୋଟିଏ ଗାଁରେ ବିଷାକ୍ତ ମଦ ପିଇକି। ନର୍ଦ ଇସ୍ୟୁ ଏ କଣ? ଏସବୁ ସମସ୍ୟା ଇସ୍ୟୁ ନୁହଁ ଲୋକଙ୍କର ଦେଖିବା ପାଇଁ। ଗୋଟିଏ ଷ୍ଟାରଭେସନ ଡେଥକୁ 1977 ମସିହାରେ 1976-78 ମସିହାରେ 1976 ରୁ ଆରମ୍ଭ ହେଇଥିଲା। ସାରା ଭାରତ ବର୍ଷ ହଲଚଲ ହେଇଯାଇଥିଲା। ସରକାରର ଅବସ୍ଥା ଦୟନୀୟ ହେଇଯାଇଥିଲା। ଆମେ ସାମ୍ନାରେ ଦିନ ଦହାଡେ ଦେଖୁଛୁ, କଲେକ୍ଟର ଅଛନ୍ତି, ସବ କଲେକ୍ଟର ଅଛନ୍ତି, ଏଡିଏମ ଅଛନ୍ତି, ସିଡିଏମ ଅଛନ୍ତି, ଡକ୍ଟର ଅଛନ୍ତି, ହେଲ୍ଥ ଅଛି, ପିଏଚଡି ଅଛି, ଭ୍ୟାନ ଗୁଡାକ ଅଛି, ସବୁ କିଛି ଅଛି, ଆରଡବ୍ଲ୍ୟୁଏସ ଡିପାର୍ଟମେଣ୍ଟ ଅଛି। କାହିଁକି ପାଣି ଦେଇପାରିଲେ ନାହିଁ ସେ ପଞ୍ଚାୟତରେ? ଆଉ ଗୋଟେ ପ୍ରଶ୍ନ ପଚାରିଥିଲି କି ନା ଆପଣଙ୍କର ଖାଲି ଅଛି ନା ଅନ୍ୟ ପଞ୍ଚାୟତ ମାନଙ୍କର ଅଛି ବୋଲି? ଅନ୍ୟ ପଞ୍ଚାୟତ ମାନଙ୍କରେ ବି ଏଭଳିଆ ଟ୍ୟୁବୱେଲ ମାନଙ୍କୁ ପରୀକ୍ଷା କରାଯାଉ। ଉପକୂଳବର୍ତ୍ତୀ ଅଞ୍ଚଳରେ ଯେତେ ସ୍ଲମ୍ପ ଏରିଆରୁ ପାଣି ଆସୁଛି, ଯେତେ 10 ଫୁଟ 15 ଫୁଟ 20 ଫୁଟ लो लेवल ଯେତେ ପାଣି ଆସୁଛି, ସେଇ ଟ୍ୟୁବୱେଲ ମାନଙ୍କୁ ପରୀକ୍ଷା କରାଯାଉ। সেই ପାଣିକୁ ଲୋକଙ୍କୁ ପିଇବା ପାଇଁ ମନା କରାଯାଉ। Can the state government take the step? ଯୋଉ ଜାଗାରେ ଏଭଳିଆ ସିମ୍ପଟମ ଅଛି ସେ ସବୁକୁ ପରୀକ୍ଷା କରାଯାଉ। ତେଣୁ ସମସ୍ୟା ବହୁତ ସିରିୟସ ସମସ୍ୟା। ସରକାର ୟାକୁ ଲାଇଟଲି ନିଅନ୍ତୁ ନାହିଁ। ସରକାରକୁ ପ୍ରଥମେ ଆମେ ମୌକା ଦଉଛୁ। ଆମେ ଯଦି ସରକାର କାଲିଠୁ ତୀବ୍ରତର ହେବନି, ଆମେ ରାଜ୍ୟପାଳକୁ ଦେଖା କରିବୁ ଏବଂ ରାଜ୍ୟପାଳକୁ ଦେଖା କରି କିଛି ଦିନ ପରେ ଯଦି ସେମାନେ କରିବେ ନାହିଁ, କଲେକ୍ଟର ମାସେ କଥା କହୁଛନ୍ତି, ମାସେ ପର୍ଯ୍ୟନ୍ତ ଆଲୋଚନା ଚାଲିଥିବ, ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଚାଲିଥିବ, କିନ୍ତୁ ମାସେ ପରେ ଯଦି ନ ହୁଏ ଆମେ ସରକାରକୁ ଘେରିବୁ। ଦୁଇଟା କାମ, ସମସ୍ତଙ୍କର ସ୍ୱାସ୍ଥ୍ୟ ଚେକଅପ୍ କରିଦିଅନ୍ତୁ ସେ ପଞ୍ଚାୟତର। ଅନ୍ୟ ଯେତେ ପଞ୍ଚାୟତ, ଅନ୍ୟ ଯେତେ ଜିଲ୍ଲାରେ ଅଛି, କୋଷ୍ଟାଲ ଏରିଆରେ ହଉ କି लो लैंड एरिया हो, पानी जोठी कम रे आसुची, एभलिया केस को सबू ट्यूबवेल को परीक्षा करा जाऊ। सबू ट्यूबवेल पानी को परीक्षा करा जाऊ। जोटा उपयोगी नुह ताको बंद करा जाऊ। जोठी स्वच्छ पानी बाहर सेठी खोला जाऊ एवं टेप वाटर सप्लाई इमिडिएटली करा जाऊ। एटा गोटे नेशनल इंटरनेशनल इश्यू हो पारिबो।
why people would die in a sovereign nation like India, in a developed nation like India, for want of safe drinking water. कहीं के सेफ ड्रिंकिंग वाटर देवे नहीं, कौन लोगों को अधिकार नहीं. You can supply good water to the factory, to different plant by line pipeline. DMF fund झारसुगुड़ा जिले में कलिंग नगर जो DMF फंड आउची तार कौन है आप जानते उत्सव मानक कोटी कोटी टंका खर्च करा नाच गीत संगीत आदि सब जिनिस पाए से पिता कथा हम नेता माने जिबे उत्सव हम सेठी कोटी कोटी टंका DMF फंड डाइवर्ट होची जोटा कि स्टेक होल्डर मानकर प्रभावित लोक मानकर शिक्षा स्वास्थ्य एवं जीविका उपरे खर्च करा उचित हिसाब नहीं आज जाजपुर जिले में DMF फंड रे केते पैसा लोकंकर ट्यूबवेल लोकंकर पीवा पानी और स्वास्थ्य क्षेत्र में खर्चा करा हिसाब कर केते पैसा को मौज मजलिस रे खर्चा करी जाए राजनीतिक कैडर पाली थिबे एवं महोत्सव करथिबे एक कथार हिसाब देवा को पड़िबो ए आजिकल होउची कोन प्रशासनिक निष्ठुरता प्रशासनिक विफलता एवं इरेस्पॉन्सिबलनेस कहीं एत व्यापक तो मु आज फंडामेंटल प्रश्न उठेली एगुड़िया सेंसिटिव इश्यू एभलिया मत बहुत छुए ये इश्यू पर लड़ार मोर प्रथम गुरुदायित्व रही गोटे कांग्रेस पार्टी विरोधी दल नेता हिसाब रे याकू आम सीरियसली टेकअप करूँ याकू नहीं कि भुवनेश्वर सेमिनार भी हम एवं पीवा पानी स्वच्छ वाटर उपरे दरकार पड़े आम दिल्ली भी करूँ तो सरकार हटा न हवा पूर्व सबकिछ करदे बोली आशा कर थैंक यू सेटा ही बड़ प्रश्न दुख लगुच विकसित भारत वर्ष रे आमे लोकों को पीवा पानी दे पारुना से लोके किडनी और कैंसर बीमार रोचन जोटा पढ़ुंट बैठे परदेले हम नहीं इश्यूटा सरीगले बैठे ने बेटर हम इश्यू को लाइट वेट करने चाहिए दिस इज वेरी सीरियस मैटर आपण मैंने जोटा चिन्मय प्रश्न करता जे विकसित भारत कथा कहू और सुशासन व्हाट इज सुशासन यार विषाक्त मद पी के लोक को मारुच महिला माने विधवा हो पीवा पानी विषाक्त बाहर तो लोक पीउछंती जो हेल्थ टेस्ट भी करि पारुनो ताकू पीवा पानी भी स्वच्छ दे पारुनो सुशासन केमती हम व्हाट इज सुशासन अदानी अंबानी वेदांत ये विभिन्न कंपनी को डाकिकरी तांकू फैक्ट्री गुड़ा इंडस्ट्रियलाइजेशन कर रेल फ्रेट कॉरिडोर करदे कंपनी मान फैसिलिटेट करने बजेट रे जमती रेल बजेट जमती फ्रेट कॉरिडोर करे लोकों को पाई नु तो वर्तमान इमिडिएटली टेप वाटर न टांकी रे पानी नहीं के लोकों को समस्त को सप्लाई करंतु जो छोट नलकूप गुड़ाक विषाक्त बोली घोषणा होती बाहर कर दियंती क्लोज कर दियंतु
ଆଉ ଯୋଉ ନଳ ଗୁଡାକ ପରୀକ୍ଷା ହେଇନି ଉପକୂଳବର୍ତ୍ତୀ ଅଞ୍ଚଳରେ ସେ 2ଟା ଜିଲ୍ଲା ହଉ 5ଟା ଜିଲ୍ଲା ହଉ 10ଟା ଜିଲ୍ଲା ହଉ ତାକୁ ପରୀକ୍ଷା କରନ୍ତୁ ଟ୍ୟୁବୱେଲ କୁ ପରୀକ୍ଷା କରିକି ଯୋଉଟା ଅନୁପଯୋଗୀ ତାକୁ ବନ୍ଦ କରନ୍ତୁ ଏବଂ ଟେପ୍ ୱାଟର ସପ୍ଲାଏ କରନ୍ତୁ permanently let them solve this problem ଯୋଉଟା କରିବାର ଆବଶ୍ୟକତା ଅଛି ପ୍ରିକସନ ଆପଣ ଗୋଟେ ଜିଲ୍ଲାରେ ବାହାରିଲା ଲୋକ ଲଢୁଛନ୍ତି ବୋଲିକରି ସେଟା କଣ୍ଟିନ୍ୟୁଅସଲି ଲଢି ଆସିଛନ୍ତି ଅନ୍ୟ ଜାଗାରେ କମ୍ପ୍ଲେନ ହଉନି କେତେ ଲୋକ ମରିଥିବେ କିଏ ଜାଣିଛି ତେଣୁ ଲୋକେ ବି ଜାଗ୍ରତ ହୁଅନ୍ତୁ ଆଜିକାଲି ସାମ୍ବାଦିକ ସମ୍ମିଳନୀ କରିବାର ଅର୍ଥ ହଉଛି ଲୋକଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଜ୍ଞାନ ଆସିବାର ଦରକାର ଅଛି ସଚେତନ ହେବାର ଆବଶ୍ୟକତା ଅଛି ସରକାରକୁ ସ୍ୱଚ୍ଛ ପାଣି ମାଗିବାର ଲୋକଙ୍କର ଅଧିକାର ଅଛି ତେଣୁ ପ୍ରତ୍ୟେକ ଗାଁବାସୀ ଏଥିରେ ଜାଗୃତି ହୁଅନ୍ତୁ ଏଥିପାଇଁ ଆପଣମାନଙ୍କୁ ଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପିଇବା ପାଣି ସାଧାରଣ ବିଷୟ ଉପରେ ଆମେ ଆଣିକି ଦେଇଛୁ ଏ ସାମ୍ବାଦିକ ସମ୍ମିଳନୀ ପରେ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ମହାତ୍ମା ଗାନ୍ଧୀ ନାରେଗା ପାଇଁ ଗୋଟେ ବଡ କମିଟି କରାଯାଇଛି ଅଲ ଇଣ୍ଡିଆ ଲେଭେଲରେ ଏବଂ ଷ୍ଟେଟ ଲେଭେଲରେ ଏଠି ଷ୍ଟେଟ ଲେଭେଲରେ ମିଟିଂ ଉପରେ ଚାଲିଛି ଆପଣମାନେ ଟିକେ କଭର କରିଦେବେ ଖାଲି ମିଟିଂରେ ଟିକେ କଭର କରିଦେବେ